ପ୍ରେମରେ ମଣିଷ ଅନ୍ଧ ହୋଇଯାଏ ଉକ୍ତିଟି ଶୁଣିଥିବେ ନଚେତ୍ ଦେଖିଥିବେ ମଧ୍ୟ। ପ୍ରେମ ନା ଜାତି ନା ରଙ୍ଗ ନା ବର୍ଣ୍ଣ ନା ବୟସ ଦେଖେ। ଏହା ମଧ୍ୟ କୁହାଯାଏ ଭଗବାନ ଉପରୁ ହିଁ ଯୋଡ଼ି ବନେଇ ଦେଇଥାନ୍ତି। ମାତ୍ର କେତେବେଳେ କେତେବେଳେ ଏହି ଯୋଡ଼ି ଅଜବ ହୋଇଥାଏ, ଯାହାକୁ ସ୍ୱୀକାର କରିବା ସାଧାରଣ ବ୍ୟକ୍ତିଙ୍କୁ କଷ୍ଟକର ହୋଇଯାଏ। ହୁଏତ ଆମକୁ ତଥା ଆପଣଙ୍କୁ ଏହି ଯୋଡ଼ି ଅଜବ ଲାଗିପାରେ, କିନ୍ତୁ ଯେଉଁମାନେ ଏହି ସମ୍ପର୍କରେ ଯୋଡ଼ି ହୋଇଛନ୍ତି ସେମାନଙ୍କୁ ଏହି କ୍ଷେତ୍ରରେ କୌଣସି ଅଭିଯୋଗ ହୋଇନଥାଏ। ସେମାନେ ଉଭୟଙ୍କୁ ନେଇ ବହୁତ ଖୁସିରେ ରହିଥାନ୍ତି। ଆଉ ଆଜି ଆମେ ସେମିତି କିଛି ଯୋଡ଼ି ବିଷୟରେ କହିବାକୁ ଯାଉଛୁ, ଯାହା ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ତେଣୁ ଭିଡ଼ିଓକୁ ଷ୍ଟାର୍ଟ କରିବା ଆଗରୁ ଯଦି ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ, କାହିଁକିନା ଏହି ଚ୍ୟାନେଲରେ ଫ୍ୟାକ୍ଟ ଆଣ୍ଡ ଏଜୁକେସନାଲ ଭିଡ଼ିଓ ଦେଖିବା ପାଇଁ ମିଳେ। ଆଣ୍ଟନ୍ କ୍ରାଫ୍ଟ ଉଡ୍ସ ଚାଇନା ବେଲ୍। ଏହା ଦୁନିଆର ଏମିତି ଏକ ଯୋଡ଼ି ଯାହା ବହୁତ ଅଜବ ପ୍ରକାରର। ଏହା ଏକ ବିଚିତ୍ର ଯୋଡ଼ି ଯାହା 4 ଫୁଟ 4 ଇଞ୍ଚ ବାନର ପୁରୁଷ ସହିତ 6 ଫୁଟ 3 ଇଞ୍ଚ ଟ୍ରାନ୍ସଜେଣ୍ଡର ମହିଳାଙ୍କ ସହିତ। ଆଣ୍ଟନ୍ ବାଲ୍ୟକାଳରୁ ବାନର, ମାତ୍ର ସେ ଜଣେ ନ୍ୟୁୟର୍କର ପ୍ରସିଦ୍ଧ ବଡି ବିଲ୍ଡର। ହୁଏତ ଚାଇନା ବେଲ୍ ପୁଅ ହୋଇ ଜନ୍ମ ହୋଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ଝିଅ ହେବା ପାଇଁ ଇଚ୍ଛା କରି ନିଜ ଫିମେଲ ଜୀବନକୁ ବାଛି ନେଇଥିଲେ ଏବଂ ପରେ ଉଭୟଙ୍କ ସହିତ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ସାନିଲେ ମାସିଲେଲା ଉଇଟ୍ସ ହେଲେନ ସାଭାଙ୍ଗୋ। ସାଉଥ ଆଫ୍ରିକାର ଏହା ବହୁତ ଅଜବ ଯୋଡ଼ି, ଯେଉଁଠି ବର 9 ବର୍ଷର ଏବଂ କନ୍ୟା 62 ବର୍ଷର। ହେଲେନ ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର 5ଟି ପିଲା ମଧ୍ୟ ଥିଲା। ତାପରେ ବି ସେ 9 ବର୍ଷର ସାନିଲେକୁ ବିବାହ କଲେ। ବର ସାନିଲେଙ୍କ କହିବା ମୁତାବକ ତାଙ୍କ ମୃତ୍ୟୁ ପୂର୍ବଜମାନେ ହେଲେନକୁ ବାହା ହେବା ପାଇଁ କହିଲେ। ବର ପରିବାର ସ୍ୱର୍ଗରୁ ସନ୍ଦେଶ ଆସିଥିବା ଭାବି ତାଙ୍କ ପିଲାକୁ ହେଲେନ ସହିତ ବିବାହ କରିଥିଲେ। ହୁଏତ ଏହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର ହେଲେନଙ୍କ ପରିବାର ଓ ସାନିଲେଙ୍କ ପରିବାର ଏଥିରେ ଖୁସି ହେବା ସହିତ ଉଭୟ ମଧ୍ୟ ଖୁସିରେ ଅଛନ୍ତି। ଲିଉ ଉଇଟ୍ସ ହିମସେଲ୍ଫ। 1 ଜାନୁଆରୀ 2007ରେ 39 ବର୍ଷୀୟ ଚୀନର ଅଧିବାସୀ ଲିଉ ବିଧି ପରମ୍ପରା ଅନୁସାରେ ନିଜ ସହିତ ବିବାହ କରିବାର ମନସ୍ଥ କଲେ। ନିଜର ଫଟୋକୁ ଜଣେ ମହିଳାଙ୍କ ଆକୃତି ଦେଇ ତାହା ପ୍ରିଣ୍ଟ ମଧ୍ୟ କରିଥିଲେ ଏବଂ ତାହା ସହିତ ବିବାହ କରିଥିଲେ। ଲୋକେ କୁହନ୍ତି ଲିଉ ନିଜକୁ ଏମିତି ପସନ୍ଦ କରନ୍ତି ଯେ ସେ ଆଜି ବି ସେମିତି ଏକା ରହିଛନ୍ତି। ଅହମଦ ମହମ୍ମଦ ଉଇଟ୍ସ ସାଫିଆ ଅବଦୁଲ୍ଲା। ଆଫ୍ରିକାର ସୋମାଲିଆର ଏକ ଛୋଟ ଗାଁରେ ବାସ କରନ୍ତି ଅହମଦ ମହମ୍ମଦ। ଅହମଦ ପ୍ରଥମରୁ 5 ଥର ବିବାହ କରିଥିଲେ, ଯେଉଁଥିରେ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। ମାତ୍ର 112 ବର୍ଷ ବୟସରେ ସେ 17 ବର୍ଷର ସୋଫିଆଙ୍କୁ ବିବାହ କରିଥିଲେ, ଯାହାଦ୍ୱାରା ସୋଫିଆଙ୍କ ପରିବାର କୌଣସି ଅସନ୍ତୁଷ୍ଟ ନଥିଲା ଓ ଉଭୟ ମଧ୍ୟ ଖୁସିରେ ଥିଲେ। ଗାବ୍ରିଏଲା ଉଇଟ୍ସ ଭିକ୍ଟର ପାରଲାତ୍ତା। ଗାବ୍ରିଏଲା ଓ ଭିକ୍ଟର 2 ଜଣ ଯାକ ଯେମିତି ନିଜେ ଅଦ୍ଭୁତ ସେମିତି ଆଶ୍ଚର୍ଯ୍ୟକର ମଧ୍ୟ ଦେଖାଯାଆନ୍ତି, ଆଉ ସେମାନଙ୍କର ଯୋଡ଼ି ମଧ୍ୟ ଅଜବ। ଏହା ଏକ ଏମିତି ଯୋଡ଼ି ଯେଉଁମାନଙ୍କ ଶରୀରର ଅଧିକାଂଶ ଅଂଶ ଟାଟୁରେ ଭର୍ତ୍ତି। ଗାବ୍ରିଏଲାଙ୍କ ଶରୀରରେ 90% ଅଂଶ ଟାଟୁରେ ପରିପୂର୍ଣ୍ଣ, ଯେଉଁଠିକି ଭିକ୍ଟରଙ୍କ ଶରୀରରେ 65% ଟାଟୁ ରହିଛି। ସେମାନେ ମଧ୍ୟ ପ୍ରତ୍ୟେକଙ୍କୁ ବହୁତ ଭଲ ପାଆନ୍ତି ଓ ଖୁସିରେ ଅଛନ୍ତି। କିଲ୍ ଜନ୍ସ ଉଇଟ୍ସ ମରୁରି ମକଲ। କିଲ୍କୁ ଏମିତି ଏକ ମହିଳାକୁ ପସନ୍ଦ ଆସିଲା କି ଗ୍ରାଣ୍ଡ ମଦରଙ୍କ ସହିତ ବିବାହ କରିଥିଲେ, ଯେତେବେଳେ କି କିଲ୍ 31 ବର୍ଷର ଓ ମରୁରି 61 ବର୍ଷର ହୋଇଥିଲେ। ଏହି ସମ୍ପର୍କ ହୁଏତ ଆମକୁ ଶୁଣିଲେ ଅଜବ ଲାଗିପାରେ, ମାତ୍ର ସେମାନେ ତଥା ତାଙ୍କ ପରିବାର ଏଥିରେ ଖୁସିରେ ଅଛନ୍ତି। ବିମଲା ଦାସ ଉଇଟ୍ସ ଏ ସ୍ନେକ୍। ଆମ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏହି ଘଟଣା। ବିମଳାର ବହୁ ଦିନ ଧରି ଦେହ ଭଲ ହେଉନଥିଲା, ତେଣୁ ପ୍ରତିଦିନ ସେ ଏକ ସାପକୁ କ୍ଷୀର ପିଇବାକୁ ଦେବାରୁ ତାର ଦେହ ସୁସ୍ଥ ହୋଇଗଲା। ତେଣୁ ତାକୁ ସେ ସାପ ପ୍ରତି ପ୍ରେମ ମଧ୍ୟ ହୋଇଗଲା। ବିମଳାର କହିବା ଅନୁସାରେ ସାପ ମଧ୍ୟ ତାକୁ ପସନ୍ଦ କରେ ଏବଂ ସେ ସାପକୁ ମଧ୍ୟ ପସନ୍ଦ କରେ, ତେଣୁ ସାପ ତାର କୌଣସି କ୍ଷତି କରେ ନାହିଁ। ପରିବାରବର୍ଗଙ୍କ ଅନୁମତି କ୍ରମେ ବିମଳା ସେ ସାପକୁ 2006ରେ ବିବାହ କଲା। ହୁଏତ ଏହି ବିବାହରେ ସାପ ଉପସ୍ଥିତ ନଥିଲା, କିନ୍ତୁ ତା ବଦଳରେ ତମ୍ବା ସାପ ଦ୍ୱାରା ବିବାହ କାର୍ଯ୍ୟ ସମ୍ପାଦନା କରାଗଲା। ଚାନ୍ଦିଲ ଜେଫି ଉଇଟ୍ସ ଆନା କାମସ୍କ। ଏହା ଭାରି ଦୁଃଖ ଘଟଣା, ଯେତେବେଳେ କି ବହୁତ ଲଙ୍ଗ ଟାଇମ୍ ଧରି ଚାନ୍ଦିଲ ଏବଂ ଆନ୍ନା ଲଭ୍ ରିଲେସନରେ ଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।
ମାତ୍ର ଆନା କାମସ୍କ ଅଚାନକ ରୁଡ୍ ଏକ୍ସଚେଞ୍ଜରେ ଡେଥ୍ ହୋଇଗଲା। ତେଣୁ ଚାନ୍ଦିଲ ତାଙ୍କ ମୃତଦେହ ସହିତ ମ୍ୟାରେଜ କଲେ, ଯାହା ପ୍ରେମକୁ ପବିତ୍ର ତଥା ଶାଶ୍ୱତର ଏକ ଜ୍ୱଳନ୍ତ ଉଦାହରଣ ବହନ କରେ। ମେରିଆ ୱିଡ୍ସ ପାଉଲ ଏଣ୍ଡ ପିତର। ମେରିଆ ଏମିତି ଏକ ମହିଳା ଯିଏକି ଏକା ସହିତ ତାର ଦୁଇ ସ୍ୱାମୀ ପାଉଲ ଓ ପିତରଙ୍କୁ ବିବାହ କରିଥିଲା, ଆଉ ବର୍ତ୍ତମାନ ସେମାନଙ୍କର ଦୁଇ ଝିଅ ମଧ୍ୟ ଅଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏହା କି ବର୍ତ୍ତମାନ ପର୍ଯ୍ୟନ୍ତ ଏମାନେ ଏକା ସାଥିରେ ତଥା କାହାର କାହା ଉପରେ ଅଭିଯୋଗ ନ ରହି ଖୁସିରେ ଜୀବନ କଟାଉଛନ୍ତି। ସୁଲତାନ କୁସେନ ୱିଡ୍ସ ମେରେବଦେଭ। ସୁଲତାନ ହେଉଛି ଦୁନିଆର ସବୁଠୁ ଲମ୍ବା ମଣିଷ, ଯାହା ନାଁରେ ଗିନିଜ୍ ୱାର୍ଲଡ ରେକର୍ଡ ମଧ୍ୟ ରହିଛି। ସୁଲତାନର ଉଚ୍ଚତା 251 ସେଣ୍ଟିମିଟର ଓ ସୁଲତାନ ତୁର୍କୀର ଏକ ଚାଷୀ ପରିବାରର। ସୁଲତାନ ମେରଭି ସହିତ ହୁଏତ ପ୍ରଥମେ ଏକ ସାଧାରଣ ଫ୍ରେଣ୍ଡ ହିସାବରେ ଭେଟ ହୋଇଥିଲେ, ମାତ୍ର କିଛି ଦିନ ପରେ ତାଙ୍କ ଫ୍ରେଣ୍ଡସିପ୍ ଲଭ୍ରେ ପରିଣତ ହେଲା ଓ ଅକ୍ଟୋବର 2013ରେ ଉଭୟ ମ୍ୟାରେଜ ମଧ୍ୟ କଲେ।